ମୁଣ୍ଡରେ ବାଜିଗଲା। ମୋ ସହିତ ଦେଖନ୍ତୁ ଏଇ ପର୍ଯ୍ୟନ୍ତ କିଏ ଚେତା ଅଛି? ହଁ କଳା ବେଗରେ କ'ଣ ଗୋଟିଏ ମହିଳାଙ୍କର ମୃତଦେହ ସେଥିରେ ଭର୍ତ୍ତି କରି ପକାଇ ଦିଆଯାଇଛି। ସମସ୍ତଙ୍କୁ ନମସ୍କାର ଏବଂ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛି ଆଉ ଗୋଟେ ନୂଆ ଭିଡ଼ିଓରେ। ତ ସାଙ୍ଗମାନେ ସମୟ ହୋଇଯାଇଛି ପାଖାପାଖି 2ଟା ମାନେ ରାତିରେ 2ଟା। ତ ବର୍ତ୍ତମାନ କିଛିଟା କାମ ଚାଲିଥିଲା, କିଛିଟା ରିସର୍ଚ୍ଚ ଚାଲିଥିଲା ଏବଂ ଆପଣମାନେ ତ ନ୍ୟୁଜ୍ ଦେଖି ଜାଣିସାରିଥିବେ ଯେ ଓଡ଼ିଶାର ଯେଉଁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ବହି ଅଛି, ଗଭର୍ଣ୍ଣମେଣ୍ଟର ବୁକ୍ ଅଛି, ସେଇଠି 1678ଟି ଭୁଲ ବାହାରିଛି। ମାନେ କେଉଁଠି କୋଣାର୍କ ମନ୍ଦିର କହିକି ହାମ୍ପି ମନ୍ଦିର ଦେଖା ଦେଉଛନ୍ତି ଏବଂ କେଉଁଠି ନିୟମଗିରିର ପର୍ବତ କେଉଁଟା ରାୟଗଡ଼ା ଏବଂ କଳାହାଣ୍ଡିରେ ଅଛି, ଯାହାକି ଆପଣମାନେ ଜାଣିଛନ୍ତି ସେଇଟା ବ୍ରହ୍ମପୁର ଜିଲ୍ଲାରେ ଅଛି ବୋଲି କହିଦେଇଛନ୍ତି। ଦେଖନ୍ତୁ ବ୍ରହ୍ମପୁର ତ ଏକରେ ଗୋଟେ ଜିଲ୍ଲା ନୁହେଁ, ବ୍ରହ୍ମପୁର ଗୋଟେ ସହର, ଗଞ୍ଜାମର ଗୋଟେ ସହର। ତ ଏମିତି କିଛିଟା ତ୍ରୁଟି ରହିଛି ଏବଂ ଆଇଜାକ୍ ନ୍ୟୁଟନଙ୍କ ବିଷୟରେ ଭୁଲ ତଥ୍ୟ ଦିଆଯାଇଛି। ତ ଏହି ବିଷୟରେ ଗୋଟେ ରିସର୍ଚ୍ଚ ଚାଲିଥିଲା। ମୋ ସହିତ ଦେଖନ୍ତୁ ଏଇ ପର୍ଯ୍ୟନ୍ତ କିଏ ଚେତା ଅଛି? ମେକ୍ସି ଚେତା ଅଛି, ତାକୁ ନିଦ ବି ଲାଗୁଛି, ଏବେ ଶୋଇକି ଉଠିଥିଲା। କିନ୍ତୁ ଯେତେବେଳେ ମୁଁ ଭିଡ଼ିଓ ବନାଇବା ଷ୍ଟାର୍ଟ କଲି ପୁଣି ଥରେ ଇଏ ମଧ୍ୟ ଉଠିଗଲା। ସାଙ୍ଗମାନେ, ଓଡ଼ିଶାର ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଉପରେ ଗୋଟେ ବଡ଼ ପ୍ରଶ୍ନ ଉଠିଛି ଏବଂ ପ୍ରିଣ୍ଟିଂ ପ୍ରେସ୍ର କିଛି ଭୁଲ ନାହିଁ। ତ ଏଇଠି ମେନ୍ ଭୁଲ କ'ଣ ରହିଛି? ଗୋଟେ ଏକ୍ସପର୍ଟ ଅଥରିଟି ରୁହନ୍ତି, ଠିକ୍ ଅଛି। ବହିଟି ପ୍ରିଣ୍ଟ ହେବା ପୂର୍ବରୁ ସେମାନେ ଯାଞ୍ଚ କରନ୍ତି, ପ୍ରୁଫ୍ ଟେଷ୍ଟିଂ କରନ୍ତି ଯେ ଏହି ଇନଫର୍ମେସନ୍ କ'ଣ ଠିକ୍, ଏହି ଫଟୋ କ'ଣ ଠିକ୍, ବାରମ୍ବାର ତାଙ୍କେ ଯାଞ୍ଚ କରନ୍ତି। କିନ୍ତୁ ତାଙ୍କେ କହିଛନ୍ତି ଯେ ସେହି ସମୟର ଟାଇମ୍ ଲାଇନ୍ କମ୍ ଥିଲା, ସେଥିପାଇଁ ଏମିତି ଭୁଲ ହେଇଯାଇଛି ଏବଂ ଲକ୍ଷ ଲକ୍ଷ ବହିରୁ କ'ଣ କରାଯିବ ଯେଉଁ ପର୍ଯ୍ୟନ୍ତ ନୂଆ ବହି ଗୁଡ଼ିକ ଆସିନାହିଁ, ଗୋଟେ ବଡ଼ ପ୍ରଶ୍ନ ଉଠୁଛି। ଏତେ ସମୟ ହେଲାଣି ମେକ୍ସି ନିଜର ନିଦକୁ ପୁରା କରିସାରିଛି ଏବଂ ମୋ ସହିତ ଖେଳିବାର ଲାଗିଛି। ତ ସାଙ୍ଗମାନେ ଭାବୁଥିଲି ଯେ ଆହୁରି 1-2ଟା ଟପିକ୍ ରିସର୍ଚ୍ଚ କରିବି ଏବଂ ସ୍କ୍ରିପ୍ଟ ଲେଖିଲା ପରେ ଶୋଇବି, କିନ୍ତୁ ଯେହେତୁ ଲେଟ୍ ବି ହେଇଗଲାଣି ରାତିର 2ଟା ଏବଂ ଦେଖନ୍ତୁ ମେକ୍ସି ଉପରକୁ ଆସିବା ପାଇଁ କେମିତି ହେଉଛି, ମାନେ ଉପରେ ହିଁ ଶୋଇଥିଲା ତ ଇଏ ମୋ ପାଖରେ ହିଁ ଶୁଏ। ମେକ୍ସି ତ ଏବେ ପୁରା ଖେଳିବା ମୁଡ଼୍ରେ ଅଛି, କିନ୍ତୁ ମୋତେ ନିଦ ପୁରା କରିକି ସକାଳେ ଜଲ୍ଦି ଉଠି, ଜଲ୍ଦି ମାନେ ଦେଖନ୍ତୁ ଯେମିତି ହେଲେ ବି 8ଟା 9ଟା ଏମିତି ବାଜିଯାଏ। ଜଲ୍ଦି ଉଠିଯିବା କଥା 6ଟା 7ଟାରେ, କିନ୍ତୁ ମୋତେ କେଜାଣି 8ଟା 9ଟା ହେଲେ ନିଦ ଭାଙ୍ଗେ ନାହିଁ। ତ ଏଇଟା ଗୋଟେ ଅଭ୍ୟାସ, ଖରାପ ଅଭ୍ୟାସ ଆପଣ କହିପାରିବେ, ଯାହାକି ବଦଳାଇବା ଆବଶ୍ୟକ। ତ ଚାଲନ୍ତୁ ଆପଣଙ୍କ ସହିତ ସକାଳେ ମୁଁ ଦେଖା ହେଉଛି। ତ ସାଙ୍ଗମାନେ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ସମୟ ଏବେ ହେଇଗଲାଣି 11ଟା ବାଜି 30 ମିନିଟ୍। ମେଘ ଜଷ୍ଟ ଉଠେଇଛି କିନ୍ତୁ ବର୍ଷା ହେବ କି ନାହିଁ ଗ୍ୟାରେଣ୍ଟି ନାହିଁ, କାରଣ ବହୁତ ଦିନରେ ଏମିତି ପାଗ କରୁଛି କିନ୍ତୁ ବର୍ଷାର କିଛି ନାଁ ହିଁ ନାହିଁ। ସାଙ୍ଗମାନେ ମୁଁ ଆପଣଙ୍କୁ ଏବେ ମେକ୍ସି ସହିତ ଭେଟ କରୁଛି। ମେକ୍ସି ସକାଳଠୁ ବହୁତ ଖେଳିଲାଣି ଏବଂ ବହୁତ ବିଜାର କରିଦେଉଛି, କିନ୍ତୁ କୁଆଡ଼େ ଗଲା ମେକ୍ସି? ଏଇଠି ଶୋଇଛି ଦେଖନ୍ତୁ। ସାଙ୍ଗମାନେ ମେକ୍ସି ବହୁତ ଦୁଷ୍ଟ ହେଉଛି, ଏବେ ନିରୀହ ପିଲା ପରେ ଶୋଇଦେଇଛି, କିନ୍ତୁ ବହୁତ ସକାଳଠୁ ବହୁତ ବିଜାର କରୁଛି ଏବଂ ଏଇଠି କାମୁଡ଼ି ଦେଇଥିଲା। ତ ଏଇଟା ଗୋଟେ ପ୍ରୋବ୍ଲେମ୍ ହେଉଛି, ଯଦି ବାହାରର କିଏ ଆସୁଛନ୍ତି ତ ସେମାନଙ୍କୁ ଯଦି କାମୁଡ଼ି ଦେଲା ତ ପ୍ରୋବ୍ଲେମ୍ ହେଇଯିବ, କାରଣ ଆକୁ ଭ୍ୟାକ୍ସିନ୍ ମଧ୍ୟ ଦିଆହେଇନାହିଁ, ହେଲେ ମଧ୍ୟ ସୁଧୁରୁ ନାହିଁ। ଖାଲି ମାନେ କାମୁଡ଼ିଟା ଦେଖ, ଖାଲି ସ୍ନେହରେ ଖାଲି ଏମିତି ଦାନ୍ତ ବଜାଉଛି, କିନ୍ତୁ ଜୋରରେ କାମୁଡ଼ୁନି। କିନ୍ତୁ ଯଦି କାମୁଡ଼ି ଦେଲା, ଦାନ୍ତ ବାଜିଗଲା ତ ସେଇ ଟାଇମ୍ରେ ବେଶୀ ପ୍ରୋବ୍ଲେମ୍ ହେଇଯିବ। ଆୟୁଷ ଏବେ ସେଠି ଜାଣିଛ, ସମସ୍ତଙ୍କୁ ହାଲୋ କରିଦିଅ। ଠିକ୍ ଅଛି, ଆଉ କ'ଣ ଜାଣିଛ? 1 2 ଇଂଲିଶର ରାଇମ୍ କ'ଣ ଜାଣିଛ କି? ହଁ, B for ହଁ boy, C for ହଁ ହଁ C for ହଁ ହଁ P cat, ତାପରେ D for E for ହଁ, ତାପରେ F for ମାନେ ଫିସ୍ ମାନେ କ'ଣ? ମଛଲି କୋଉଠି ରହିବେ? ନଦୀରେ ରହିବେ। ମଛଲି ଖାଇବା ଜିନିଷ ନାହିଁ। ହଁ, ଅନେକ ଜୋର ସେ ମାରିଲେ ନାହିଁ କି ବଲ୍ ବାଜିବ, ହେଲା କି? ଧୀରେ, ପୁରା ଧୀରେ 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 ଧୀରେ। ହଁ, କିନ୍ତୁ ପକାଉଛ ଭୟଙ୍କର ପକାଉଛ। ମୁଣ୍ଡରେ ବାଜିଗଲା। କୋଉଠି ବାଜିଲା?
ନାଇଁ ନାଇଁ କିଛି ହବନି କିଛି ହବନି। ଏ ରେଡ୍ ଟେନିସ୍ ପୁରା ଧୀରେ ପକଉନୁ। ଓଏ ମିକ୍ସି ଇଆଡ଼େ ଆସ ଇଆଡ଼େ ଆସ ଇଆଡ଼େ ଖରା ହେଇଯାଉଛି ଖେଳୁ ନାହିଁ ରେ ଆସ ଆସ ଆଇ ସିଆଡ଼େ ଦେଖ କିଏ ଅଛି ଇଆଡ଼େ ଆସେ ମିକ୍ସି ଇଆଡ଼େ ସେମାନେ ଡରୁଛନ୍ତି ଇଆଡ଼େ ଆସେ ସେମାନଙ୍କ ପାଖରେ ଛାଡ଼ି ଦେଖ ବାସ୍ନା ଶୁଣିକି ପଳାଇଲା ବାସ୍ନା ଶୁଣିକି ପଳାଇଲା ଆୟୁଷ କିଛି କରିବ ନାହିଁ ଆସ ନାଇଁ କିଛି କରିବ ନାହିଁ କିଛି କରିବ ନାହିଁ ଆସ ଇଆଡ଼େ ଆସ କିଛି କରିବ ନାହିଁ ଇଆଡ଼େ ଆସ ଦେଖ କେମିତି ଖେଳୁଛ ଦେଖ 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 କିଛି କରିବ ନାହିଁ ଆସ ମେକ୍ସି ଦେଖ ଦେଖ କେମିତି ଖେଳୁଛି ଦେଖ A few inches later. ତ ସାଙ୍ଗମାନେ ଏବେ ସମୟ ହୋଇଛି 1:11 ଦେଖିପାରୁଥିବେ। ତ ବର୍ତ୍ତମାନ ମୁଁ ଆସୁଛି ଗୋଟେ ଭିଡ଼ିଓ ରେକର୍ଡ଼ କରିବା ପାଇଁ। ଯେମିତିକି ଆପଣ କହିଥିଲି ସେ ଭିଡ଼ିଓ ରେକର୍ଡ଼ କରାହେଇନଥିଲା ରାତିରେ ରିସର୍ଚ୍ଚ ହେଇଥିଲା ସେଇ ମିଷ୍ଟେକ୍ ବାହାରିଥିବା ବହିରେ ଯେଉଁ ମିଷ୍ଟେକ୍ ବାହାରିଛି ସେଇ ଉପରେ। ଏବଂ ଆଉ ଗୋଟେ ନ୍ୟୁଜ୍ ଦେଖୁଥିଲି ରାୟଗଡ଼ା ଜିଲ୍ଲାର ଗୋଟେ ସୋରୁମ୍ ସାଇଟ୍ରେ ଖାଲିଗୁଡ଼ା ନା ଖଲିଗୁଡ଼ା ଏମିତି କୁହାଯାଏ ସେହି ଗାଡ଼ି ସୋରୁମ୍ର ସାଇଟ୍ର ପଡ଼ିଆରେ ଗଛ ବୁଦାରେ ଗୋଟେ କଳା ବ୍ୟାଗ୍ରେ କ'ଣ ଗୋଟିଏ ମହିଳାଙ୍କର ମୃତଦେହ ସେଥିରେ ଭର୍ତ୍ତି କରି ପକାଇ ଦିଆଯାଇଛି। ଏବଂ ଯେତେବେଳେ ଫରେନ୍ସିକ୍ ଟିମ୍ ଗଲେ ଏବଂ ଯାଞ୍ଚ କଲେ ତ ଜଣାପଡ଼ିଲା ଯେ ସେହି ବଡି 5 ଦିନ ତଳର ମାନେ 5 ଦିନ ତଳେ ସେହି ମହିଳାଙ୍କର ଡେଥ୍ ହୋଇସାରିଛି ଏବଂ ଆଗାମୀ ଆହୁରି 2-3 ଦିନ ବଡି ରଖାଯିବ ଯାଞ୍ଚ କରିବା ପାଇଁ ଆକ୍ଚୁଆଲି ତାଙ୍କେ କିଏ ଏବଂ ଏହି କେସ୍ରେ ଇନଭେଷ୍ଟିଗେସନ କରାଯିବ। ଏସଡିପିଓ ଏବଂ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ସେଇଠି ଉପଲବ୍ଧ ଥିଲେ। ତ କ୍ରାଇମ୍ କେସ୍ ଦେଖିବା ତ ବହୁତ ବଢ଼ି ଯାଉଛି ରାୟଗଡ଼ାରେ ମଧ୍ୟ ଏବଂ ସାରା ଓଡ଼ିଶାରେ ମଧ୍ୟ ଏମିତି ଦିନକୁ ବହୁତ ଏମିତି କେସ୍ ଦେଖୁଛି ଯେ ମର୍ଡର ହେଇଯାଉଛି ଇଏ ତାକୁ ମାରିଦେଉଛି ୟାକୁ ମାରିଦେଉଛି। ଭିଡ଼ିଓ ରେକର୍ଡ଼ କରି ପୁଣି ଥରେ ଦେଖାଉଛି। ତ ସାଙ୍ଗମାନେ ଏଇଠି ବର୍ତ୍ତମାନ ଗୋଟେ ଭିଡ଼ିଓର ରେକର୍ଡ଼ ସରିଯାଇଛି ଏବଂ ଆପଣ ଯଦି ଟାଇମ୍ ଦେଖିବେ ତ 1:34 ହେଇଛି। ତ ଏ ଭିଡ଼ିଓକୁ ଏଡ଼ିଟ୍ କରିବା ପାଇଁ ପୁଣି ଥରେ 3 ଘଣ୍ଟା ତ ଲାଗିଯିବ। ତ 3 ଘଣ୍ଟା ମାନେ 2ଟା ଅଧେ 3ଟା ଅଧେ 4ଟା ଅଧେ 4ଟା ଅଧେ ତ 5ଟା ଭିତରେ ଭିଡ଼ିଓଟି ଅପଲୋଡ଼ ହେଇଯିବ। ତ ସାଙ୍ଗମାନେ ଗୋଟେ ପ୍ରୋବ୍ଲେମ୍ ହେଇଗଲା ଯେଉଁ ମାଇକ୍ରେ ମୁଁ ଏବେ ରେକର୍ଡ଼ କରିଥିଲି ତ ସେଇଠି ଅଡ଼ିଓ ଏବଂ ଭିଡ଼ିଓର କିଛି ମ୍ୟାଚ୍ ହିଁ ହେଉନାହିଁ ମାନେ କିଛି ସିଙ୍କ୍ ହିଁ ହେଉନାହିଁ। ଅଡ଼ିଓ ଆଗରେ ଯାଉଛି ଭିଡ଼ିଓ ଆଗରେ ପ୍ଲେ ହେଉଛି ଅଡ଼ିଓ ପରେ ପ୍ଲେ ହେଉଛି। ତ ଏଇଠି ଗୋଟେ ବହୁତ ବଡ଼ ଅସୁବିଧା ହେଇଗଲା। ଭିଡ଼ିଓ ରେକର୍ଡ଼ କରିବା ପାଇଁ ପାଖାପାଖି 12-13 ମିନିଟ୍ ଲାଗିଥିଲା ଏବଂ ଭଲ ଭାବରେ ମୁଁ ରେକର୍ଡ଼ କରିଥିଲି କିନ୍ତୁ ମାଇକ୍ କାରଣରୁ ଏମିତି ହେଲା। ତ ବେଳେବେଳେ ଏମିତି ପ୍ରୋବ୍ଲେମ୍ ବହୁତ ଆସେ ମାଇକ୍ ତ ଏମିତି ହୁଏ ନାହିଁ କିନ୍ତୁ ଯେତେବେଳେ ମୁଁ ତୟାଗିରି ୱାଟରଫଲ୍ ଯାଇଥିଲି ସେହି ସମୟରେ ମଧ୍ୟ ଏମିତି ହେଇଥିଲା। ଚେରକୋଟ ୱାଟରଫଲ୍ ଯାଇଥିଲି ସେଥିପାଇଁ ଭିଡ଼ିଓରେ ମୁଁ ଭଏସ୍ ଓଭର୍ ଦେବା ପାଇଁ ପଡ଼ିଥିଲା ଏବଂ ଏଇଠି ପୁଣି ଥରେ ଏମିତି ପ୍ରୋବ୍ଲେମ୍ ହେଇଗଲା। ତ ବହୁତ ଅସୁବିଧା ହେଇଯାଏ। ଆପଣ ଷ୍ଟାର୍ଟିଂରେ ଯଦି ଭିଡ଼ିଓ ରେକର୍ଡ଼ କରିବେ ଏବଂ ପରେ ଦେଖିବେ ଭିଡ଼ିଓ ଠିକ୍ ହିଁ ରେକର୍ଡ଼ ହେଇନି ବହୁତ ମାନେ ମୁଣ୍ଡ ବଥାର ଜିନିଷ ଏଇଟା। ତ ସାଙ୍ଗମାନେ ବର୍ତ୍ତମାନ ବାଜି ଯାଇଛି ଦେଖନ୍ତୁ 5:24 ଏବଂ ତ ଭିଡ଼ିଓ ତ ସମ୍ପୂର୍ଣ୍ଣ ଭାବରେ ଏଡ଼ିଟ୍ କରିଦେଇଛି ଏବଂ ବାକି ଯେଉଁ ପଛର ପାର୍ଟ ଥିଲା ସେଇଟା ପାର୍ଟ 2ରେ ଡିଭାଇଡ଼ କରିକି ଆଉ ଗୋଟେ ଦିନ ମାନେ କାଲି ପରଦିନ ଏମିତି ଅପଲୋଡ଼ ହେବ। ଯଦି ଗୋଟିଏ ଟପିକ୍କୁ ଲଙ୍ଗ୍ ଯଦି ବେଶୀ ଲଙ୍ଗ୍ ଘୋଷାଡ଼ି ନେବି ରିଟେନସନ୍ କମ୍ ଆସେ ସେଥିପାଇଁ ଭାବିଲି କମ୍ ହିଁ ମାନେ 2 ମିନିଟ୍ର ତ ଭିଡ଼ିଓ ହେଇଗଲା ଏବଂ ବାକି 2 ମିନିଟ୍ 50 ସେକେଣ୍ଡକୁ ଯାଇଥାନ୍ତା କିନ୍ତୁ 2 ମିନିଟ୍ ହିଁ ମୁଁ ରଖିଦେଲି। ଏବଂ ବାହାରେ ଦେଖିପାରୁଥିବେ କେତେ ସୁନ୍ଦର ବର୍ଷା ଆସୁଛି ମାନେ ସକାଳଠୁ ମେଘ ପାଗ କରୁଥିଲା କିନ୍ତୁ ଏବେ ଦେଖିପାରୁଥିବେ ବର୍ଷା ହାଲକା ହାଲକା ଆସୁଛି ଏବଂ ବହୁତ ବଢ଼ିଆ ପବନ ଆସୁଛି ବଢ଼ିଆ ଲାଗୁଛି କିନ୍ତୁ କରେଣ୍ଟ ମଧ୍ୟ ନାହିଁ ଯାହାଦ୍ୱାରା ମୋବାଇଲ୍ ଚାର୍ଜ ନାହିଁ ଏବଂ ଅପଲୋଡ଼ ମଧ୍ୟ କରିବାର ଅଛି। ତ ଏବେ ଅପଲୋଡ଼ କରିବି। ତ ସାଙ୍ଗମାନେ କିଛି କଥା ହେବାର ଥିଲା ମାନେ ମନରେ କିଛିଟା କଥା ଥିଲା ଭାବିଲି କି ଆଜି ଆପଣଙ୍କୁ ସେୟାର କରିଦେଉଛି। ବେଳେବେଳେ ଏମିତି ଲାଗେ ଯେ ସବୁ ଛାଡ଼ିଦେବି ଏବଂ ମୁଁ ଏଇଠି ଆପଣଙ୍କୁ ରିଆଲିଟି କଥା ଦେଉଛି ଆପଣଙ୍କୁ ଅଲଗା ଜିନିଷ କହିକି ଟାଇମ୍ ୱେଷ୍ଟ କରିବା ପାଇଁ ଚାହୁଁନି ରିଆଲିଟି କଥା କହୁଛି। ବେଳେବେଳେ ଆପଣ କେଉଁ କାମ କରୁଛନ୍ତି ଲାଗେ ଯେ ଛାଡ଼ିଦେବାଟା ହିଁ ଠିକ୍
ଆଗକୁ କିଛି ଗ୍ରୋଥ୍ ହେଉନାହିଁ, ଆଗକୁ କିଛି ବଢ଼ିବାର ରାସ୍ତା ହିଁ ଦେଖାଯାଉନାହିଁ, କିମ୍ବା କାମ ତ କରୁଛେ କିନ୍ତୁ ଆଗକୁ ବଢ଼ିବାର ଅପରଚ୍ୟୁନିଟି ମୋତେ ମିଳିପାରୁନାହିଁ। ଆପଣ କରୁଥିବା କାମ ସତରେ ଏତେ ଇମ୍ପୋର୍ଟାଣ୍ଟ କିମ୍ବା ଇମ୍ପାକ୍ଟ ପକାଇବ ଅନ୍ୟ ଲୋକଙ୍କ ଉପରେ, କିମ୍ବା ସେହି କାମର କିଛିଟା ମହତ୍ତ୍ୱ ଅଛି, ତ ହୃଦୟରୁ କହୁଛି ଏବଂ ଠିକ୍ ମୁଁ କହୁଛି ଯେ ସେହି କାମକୁ କେବେ ଛାଡ଼ିବା କଥା ନୁହେଁ। ଯଦି ସେହି ଜିନିଷ ଭଲ ଜିନିଷ ଏବଂ ଶିକ୍ଷା ଜିନିଷ ଜଣଙ୍କ କାମକୁ ଆସିବ ସେହି ଜିନିଷ, ତ ସେହି ଜିନିଷ ଛାଡ଼ିବା, କାମ ଛାଡ଼ିବା କଥା ନୁହଁ। କିନ୍ତୁ ପୁଣି ଥରେ ସେ କ୍ୱେଶ୍ଚିନ୍ ପଳେଇ ଆସେ ଯେ ମୁଁ ତ କାମ କରୁଛି। ମୁଁ ଯଦି ମୋ ମନର କଥା କହିବି ତ ମୁଁ ମଧ୍ୟ କାମ କରୁଛି। ସାଙ୍ଗମାନେ ଆପଣ ଭାବନ୍ତୁ, ଗତ 3-4 ବର୍ଷ ହେବଣି ମୁଁ ଏହି ଫିଲ୍ଡରେ ଅଛି, ଭିଡ଼ିଓସ୍ ବନାଉଛି। ଷ୍ଟାର୍ଟିଂରେ କ'ଣ କରୁଥିଲି, ବ୍ଲଗ୍ ବନେଇଲି। ଷ୍ଟାର୍ଟିଂରେ ବ୍ଲଗ୍ ଆଗରୁ ମଧ୍ୟ ଛୋଟିଆ ମୋଟିଆ ପୋଏଟ୍ରି କରୁଥିଲି। ପୋଏଟ୍ରି ପରେ ବ୍ଲଗ୍କୁ ଜମ୍ପ କଲି, ବ୍ଲଗ୍କୁ ଜମ୍ପ କଲି, ପୋଏଟ୍ରି ମାନେ ପୋଏଟ୍ରି ଧୁମ୍ କଲି। ଠିକ୍ ଅଛି, DED ଟ୍ରାଏ ବୋଲି ଥିଲା ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍, ସେଇଠି ପୋଏଟ୍ରି ଧୁମ୍ କଲି। ଦିନକୁ 1-2ଟା ପୋଏଟ୍ରି ଆସୁଥିଲା, ନିଜେ ଲେଖୁଥିଲି, ପେନ୍ ଖାତା ଧରିକି ବହୁତ ଲେଖୁଥିଲି। କିନ୍ତୁ ଯେତେବେଳେ ଦିନେ ଭାବିଲି ଯେ କ'ଣ କରୁଛି, ଯଦି ଜଣେ ମୋ ଭିଡ଼ିଓ ଦେଉଛନ୍ତି ତ କିଛି ଶିଖିକି ଯାଆନ୍ତୁ, ତ ସେଇ ହିସାବରେ ମାନେ ବନେଇ ଦେଇଥିଲି ଚ୍ୟାନେଲ୍ଟି ଦୀପକ ସାହୁ ଫ୍ୟାକ୍ଟସ୍, ଯେଉଁଠି ଲମ୍ବା ଚୁଟି ଥିଲା। ଲମ୍ବା ଚୁଟି ମାନେ ଲମ୍ବା ଚୁଟି ଥିଲା, ସାଇରିରୁ ଡାଇରେକ୍ଟ ଜମ୍ପ କଲି ଏଜୁକେସନ୍କୁ। ତ ଟିକେ କଷ୍ଟକର ଥିଲା କିନ୍ତୁ ଧୀରେ ଧୀରେ ଆଗକୁ ବଢ଼ିଲି। ନନ୍ଷ୍ଟପ୍ ଭିଡ଼ିଓ ଆସିଲା, ବ୍ରେକ୍ କଲି, ନନ୍ଷ୍ଟପ୍ ଭିଡ଼ିଓ ଆସିଲା, ବ୍ରେକ୍ କଲି, ନନ୍ଷ୍ଟପ୍ ଭିଡ଼ିଓ ଆସିଲା। ସେମିତି ଆଜି ପର୍ଯ୍ୟନ୍ତ 3-4 ବର୍ଷ ହେବଣି ଜର୍ଣ୍ଣି ଚାଲିଛି। ଏବଂ ଯଦି ଆପଣ ନ ରହିକି ନନ୍ଷ୍ଟପ୍ 1 ବର୍ଷ 2 ବର୍ଷ ଆପଣ ଲଗାତାର ଟାଇମ୍ ଦେବେ ତ ନିଶ୍ଚିତ ଭାବରେ ଚ୍ୟାନେଲ୍ ମନିଟାଇଜ୍ ହେବ ଏବଂ ଆପଣଙ୍କ ଗ୍ରୋଥ୍ ହେବ। କିନ୍ତୁ ଆପଣ ରହିକି ଯଦି କାମ କରିବେ ତ ଟିକେ ସ୍ଲୋ ଗ୍ରୋଥ୍ ହେବ, କିନ୍ତୁ ଗ୍ରୋଥ୍ ଦିନେ ନା ଦିନେ ହେବ। ଏବଂ କିଛି କ୍ରିଏଟର୍ମାନଙ୍କୁ 5-6 ବର୍ଷ ମଧ୍ୟ ଲାଗିଯାଉଛି, କିନ୍ତୁ ତାଙ୍କେ କାମ ଛାଡ଼ନ୍ତିନି, କାରଣ ତାଙ୍କେ ଜାଣନ୍ତି ଯେ ମୁଁ କ'ଣ କରୁଛି ଏବଂ କ'ଣ ପାଇଁ କରୁଛି ଏବଂ କାହିଁକି ମୁଁ ଛାଡ଼ିବି। ଏହି କ୍ୱେଶ୍ଚିନ୍ର ଆନ୍ସର୍ ସେମାନଙ୍କ ପାଖରେ ଥାଏ, ସେଥିପାଇଁ ସେମାନେ କେବେ ମଧ୍ୟ ଛାଡ଼ନ୍ତିନି। କିନ୍ତୁ ଆମ ମାଇଣ୍ଡରେ ଏତେ ଫିକ୍ସ କିମ୍ବା କ୍ଲିଅର୍ ହୋଇନାହିଁ ଯେ ଆମେ କ'ଣ କରିବୁ। ସେଥିପାଇଁ ଆମକୁ ଡାଉଟ୍ ରହିଥାଏ ଯେ କ'ଣ ଆମେ କରିବୁ ନା କ'ଣ ଆମେ ଛାଡ଼ିଦେବୁ। ତ ଏହି ଡାଉଟ୍ରେ ଜର୍ଣ୍ଣି ପଳେଇଯାଏ। କିନ୍ତୁ ଆପଣ ଡେଲି, ବେଶୀ ନହେଲେ ଡେଲି 1 ପୋଷ୍ଟ କରନ୍ତୁ ଷ୍ଟାର୍ଟିଂରେ ଯଦି କିଏ କରୁଛନ୍ତି। ଏବଂ ମୁଁ ଯଦି ଆପଣଙ୍କୁ କିଛି କହୁଛି ତ ନିଜର ଏକ୍ସପିରିଏନ୍ସରୁ କହୁଛି, ଏମିତି ନାହିଁ ଯେ ମୁଁ ଗୋଟେ ବଡ଼ ଜାଗାରେ ବସିଛି ଏବଂ ଆପଣଙ୍କୁ ଆଡ଼ଭାଇସ୍ ଦେଉଛି, ସେମିତି ନୁହେଁ। ମୁଁ ଆପଣଙ୍କୁ ଗୋଟେ ଜର୍ଣ୍ଣି କହୁଛି ଏବଂ ହେଉଛି ତ ଆପଣ ସେଇଠୁ କିଛିଟା ଜିନିଷ ନେଇକି ଶିଖିପାରିବେ, ନହେଲେ ଆପଣ ସେ ଜିନିଷକୁ କେବଳ ଶୁଣିକି ହିଁ ଛାଡ଼ିପାରିବେ। ଠିକ୍ ଅଛି, ଆପଣଙ୍କୁ ସେତିକି ବାଧ୍ୟତାମୂଳକ ନାହିଁ। କିନ୍ତୁ ମୁଁ ଯଦି ଆପଣଙ୍କୁ ଗୋଟେ କଥା କହୁଛି ତ କିଛି ଜିନିଷ ଥିବ ସେ କଥା ଭିତରେ, ସେଥିପାଇଁ ମୁଁ କହୁଛି। ନହେଲେ ଟାଇମ୍ ୱେଷ୍ଟ କରିବା ପାଇଁ ତ ବହୁତ ସାରା କ୍ରିଏଟର୍ ଅଛନ୍ତି, ବହୁତ ସାରା ଲୋକ ଅଛନ୍ତି ଯେଉଁମାନେ ଟାଇମ୍ ୱେଷ୍ଟ ଆପଣଙ୍କର ଧୁମ୍ କରନ୍ତି ଟାଇମ୍ ୱେଷ୍ଟ। ଠିକ୍ ଅଛି, ଏବଂ ବର୍ତ୍ତମାନର କିଛିଟା ପ୍ଲାନ୍ ରହିଛି, ମାନେ କିଛିଟା ପ୍ଲାନ୍ ମାନେ 1-2ଟା ଟପିକ୍ ଅଛି ଯେଉଁଟା ଭାବିଛି ମାଇଣ୍ଡରେ ଭିଡ଼ିଓ ବନେଇବା ପାଇଁ। ତ ସେହି ଟପିକ୍ ଉପରେ ଟିକେ ରିସର୍ଚ୍ଚ କରିବି ଭଲ ଭାବରେ। 9:23 ହେଇଛି ସମୟ, ଦେଖନ୍ତୁ 9:23। ତ କିଛି ଜିନିଷ ରିସର୍ଚ୍ଚ କରିବି, ଶୋଇଦେବି ଏବଂ କିଛି ସମୟ ପରେ ପୁଣି ଗୋଟେ ନୂଆ ବ୍ଲଗ୍ ଷ୍ଟାର୍ଟ ହୋଇଯିବ। ତ ଆପଣ ଏଇଠୁ ଛାଡ଼ିକି ମୋତେ ଯାଉଛନ୍ତି, ପୁଣି ଥରେ ଆଗକୁ ଯାଇକି ମିଶିଯିବେ। ତ ଆଜି ପାଇଁ ଏତିକି। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ପସନ୍ଦ ଆସିଥିବ ଏବଂ ଟିକେ ଇମ୍ପ୍ରୁଭ୍ କରୁଛି ବ୍ଲଗ୍ରେ ମଧ୍ୟ। ବ୍ଲଗ୍ରେ ଏବେ ଆପଣଙ୍କୁ ଭିଡ଼ିଓ ଭଲ ଆସୁନଥିବ, କ୍ୱାଲିଟି ଆସୁନଥିବ, ଆପଣଙ୍କୁ ରିଲେଟେବୁଲ୍ ଲାଗୁନଥିବ। କିନ୍ତୁ ବ୍ଲଗ୍ ବହୁତ ଦିନ ହେଲା ଛାଡ଼ି ଦେଇଥିଲେ, କିନ୍ତୁ ଏବେ ଧୀରେ ଧୀରେ ଧରୁଛି ପୁଣି ଥରେ। ତ ଆଶା କରୁଛି ଭିଡ଼ିଓଟି ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଦୀପକ ସାହୁ ବ୍ଲଗ୍ ସହିତ, ଦୀପକ ସାହୁ ଫ୍ୟାକ୍ଟସ୍କୁ। ଏବଂ ମୋ ସହିତ ଏମିତି ହିଁ ଯୋଡ଼ି ହୋଇକି ରହିଥାନ୍ତୁ। ଆପଣଙ୍କର ବହୁତ ବହୁତ ଧନ୍ୟବାଦ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାର। ପୁଣି ଥରେ ଗୋଟେ ନୂଆ ଭିଡ଼ିଓରେ ମିଶିବା, ସେ ଯାଏଁ ସମସ୍ତଙ୍କୁ ନମସ୍କାର ଏବଂ ଧନ୍ୟବାଦ। ନଦୀରେ ରହିବେ, ମଛଲି ଖାଇବା ଜିନିଷ ନାହିଁ। ହଁ, ମଛଲି ଖାଉଛ କି ନାହିଁ? ମଛଲି ଖାଉଛ?